କ୍ୟାରିୟର ଟ୍ୟୁଟୋରିଆଲକୁ ସମସ୍ତଙ୍କୁ ସ୍ୱାଗତ। 2026 ମସିହାର ଭାରତ କୃଷ୍ଣ ଗଣିତ ପରୀକ୍ଷା ଏବଂ ମେଧାବୃତ୍ତି ଗଣିତ ପରୀକ୍ଷା ପାଇଁ ସମ୍ଭାବ୍ୟ ଗଣିତ ପ୍ରଶ୍ନ ଉତ୍ତର ଦେଖନ୍ତୁ। 1 ନମ୍ବର ପ୍ରଶ୍ନ, ଗୋଟିଏ ମହମବତୀ ଦିନକୁ 1/2 ଘଣ୍ଟା ଜଳିଲେ 20 ଦିନ ଯାଏ। ଯଦି ଦିନକୁ 2.1/2 ଘଣ୍ଟା ଜଳିବ ତାହେଲେ କେତେ ଦିନ ଯିବ? ଏ ହେଲା ଚଳନ। ପ୍ରଥମେ 1/2 କୁ 20 ଦିନ, ଦ୍ୱିତୀୟରେ 2.1/2 କୁ କେତେ ଦିନ? ତାହେଲେ ଯଦି 1.5 ଘଣ୍ଟା ଲେଖା ଜଳିଲା 20 ଦିନ ଯିବ। ଯଦି 2.5 ଘଣ୍ଟା ଲେଖା ଜଳିବ ତାହେଲେ 20 ରୁ କମ ଦିନ ଯିବ। ଏଟା ହେଲା ପ୍ରତିଲୋମୀ ଚଳନ। ତାହେଲେ ପ୍ରତିଲୋମୀ ଚଳନ x ଗୁଣନ y। ତାହେଲେ 1/2 3/2 ଗୁଣନ 20 ଗୁଣନ 2.1/2 5/2 ହେଲେ 2/5 5 ଦୁणे 10 1/1/2 ବା 1.5 ଘଣ୍ଟା ଜଳିଲେ ଯେଉଁ ମହମବତୀ 20 ଦିନ ଯାଉଛି, 2.1/2 ବା 2.5 ଘଣ୍ଟା ଜଳିଲେ ସେହି ମହମବତୀ 12 ଦିନ ଯିବ। 2 ନମ୍ବର ପ୍ରଶ୍ନ, ରାମ ଯେଉଁ କାମକୁ 6 ଦିନରେ, ଶ୍ରୀହରି ସେହି କାମକୁ 8 ଦିନରେ କରିପାରେ। 2 ଜଣ ମିଶି ଯେଉଁ କାମକୁ 24 ଦିନରେ କରିପାରନ୍ତି, ଯଦି ସେମାନେ ଏକାକି କାମ କରିବେ ତାହେଲେ ସେହି କାମକୁ ପ୍ରତ୍ୟେକ କିଏ କେତେ ଦିନରେ କରିବେ? ରାମ କରୁଛି 6 ଦିନରେ, କିନ୍ତୁ ରାମ ଶ୍ରୀହରି ସହିତ ମିଶିକି 24 ଦିନରେ କରିଛି। ତାହେଲେ 24 ଦିନରେ ଯଦି ରାମ କରିଛି କାମ, ତାହେଲେ 24 ଦିନରେ ସେ 3ଟା କାମ, 6 ଚଉକୁ 24, 4ଟା କାମ ସାରିଛି। ରାମ 6 ଦିନରେ, ରାମ 24 ଦିନରେ 4ଟି କାମ। ଶ୍ରୀହରି 8 ଦିନରେ ଶ୍ରୀହରି 24 ଦିନରେ 3ଟି କାମ। ଶ୍ରୀହରି ଏବଂ ରାମ ମିଶିଲେ ରାମ କଲା 4ଟା କାମ, ଶ୍ରୀହରି କଲା 3ଟା କାମ। ମୋଟ ହେଲା 7ଟା କାମ। ତାହେଲେ ରାମ ଗୋଟାଏ କାମକୁ 6 ଦିନରେ, ରାମ କରିବ 42 ଦିନ। ଶ୍ରୀହରି କରୁଛି ଗୋଟେ କାମକୁ 8 ଦିନରେ, ଶ୍ରୀହରି ହେଲା କେତେ? 3ଟା କାମ। ଶ୍ରୀହରି 8 ଦିନରେ ଗୋଟିଏ କାମ, ତାହେଲେ 7ଟି କାମକୁ 56 ଦିନ। ଶ୍ରୀହରି ଗୋଟିଏ କାମକୁ 8 ଦିନରେ ଯଦି କରେ ତାହେଲେ ଶ୍ରୀହରି 7ଟା କାମକୁ କରିବ 56 ଦିନ। ଅତଏବ ରାମ କରିବ ଏକାକି 42 ଦିନରେ, ଶ୍ରୀହରି କରିବ ଏକାକି 56 ଦିନରେ। 3 ନମ୍ବର ପ୍ରଶ୍ନ, 8 ଜଣ 8 ଦିନରେ 40ଟି ଖାତ ଖୋଳି ପାରନ୍ତି, 24 ଜଣ 24 ଦିନରେ କେତୋଟି ଖାତ ଖୋଳିବେ? ତାହେଲେ ଏଇଟା ହେଲା ସଳଖ ଚଳନ। ସଳଖ ଚଳନ ହେଲେ 24 ଗୁଣନ 24 ଗୁଣନ 40/8
8 8 ତିରିକି 8 ତିରିକି 3 ତିରିକି 9 ଚଉକୁ 36 360 ଟି ଖାତ ଖୋଳି ପାରିବେ। 8 ଜଣ 8 ଦିନରେ 40 ଟି 24 ଜଣ 24 ଦିନରେ 8 ରୁ 3 ଗୁଣ ହେଲା 24 8 ରୁ 3 ଗୁଣ ହେଲା 24 3 3 ଗୁଣ ହେଲା 9 ଗୁଣ 9 ଗୁଣନ 40 ହେଲା 360 ଟି ଖାତ ଖୋଳି ପାରିବେ। ବୁଝିପାରିଲେ? ଭିଡିଓଟି ଭଲ ଲାଗିଲା ଲାଇକ୍ କରିବା ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ।